ପ୍ରସ୍ତାବ ଥିଲା ସରକାର ଆଜିର ବୈଠକରେ ତ ପ୍ରସ୍ତାବ ଯାହା ଦିଆଯିବ ଶେଷରେ ଆମର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଲେ ସେଗୁଡ଼ାକ ତ ନିଶ୍ଚୟ ରହିବ। ତାପରେ ଯଦି ଆଉ କିଛି ଆଡ଼ିସନାଲ୍ ପ୍ରସ୍ତାବ ବିଚାର କରି ରଖାଯାଇପାରେ ଆମେ ସେ ପ୍ରସ୍ତାବ ସାଧାରଣ ପାଖରୁ ଉପସ୍ଥାପନ କରିବୁ। ମୂଳ କଥା ହେଲା ଯେ ବର୍ତ୍ତମାନ ଯେଉଁ ବଡ଼ ବଡ଼ ପ୍ରୋଜେକ୍ଟ ସବୁ କରାହେଉଛି ମେଗା ପ୍ରୋଜେକ୍ଟ କରାହେଇକି ନନ୍ ଓଡ଼ିଆ କଣ୍ଟ୍ରାକ୍ଟରମାନଙ୍କୁ ଦିଆଯାଉଛି ସେଟା ନ ଦେଇକିରି କେମିତି ଓଡ଼ିଶାର କଣ୍ଟ୍ରାକ୍ଟର ମାନେ ଓଡ଼ିଆ କଣ୍ଟ୍ରାକ୍ଟର ଲୋକାଲ କଣ୍ଟ୍ରାକ୍ଟର କାମ ପାଇବେ ପ୍ୟାକେଜ କରିକି ସେ ବିଷୟରେ ଆମେ ସରକାରଙ୍କୁ ବିସ୍ତୃତ ଭାବରେ ବିବରଣୀ ଦେବୁ ଏବଂ ଓଡ଼ିଶା କଣ୍ଟ୍ରାକ୍ଟରମାନଙ୍କର ଓଡ଼ିଆ କଣ୍ଟ୍ରାକ୍ଟରମାନଙ୍କର କାପାସିଟି କେମିତି ବଢ଼ିବ ସେମାନେ କେମିତି ଦୋକାନକୁ ଉଠେଇବେ ସେମାନେ ବି କେମିତି ଏଇ ମେଗା ପ୍ରୋଜେକ୍ଟ କରିପାରିବେ ସେ ବିଷୟରେ କେମିତି ସରକାର ଆକ୍ସନ୍ ନେବେ ସେ ବିଷୟରେ ଆମେ ସରକାରଙ୍କୁ ସମାଧାନ ତ ଆମେ ପ୍ରସ୍ତାବ ଦେବା ଲୋକ ଆମେ କ'ଣ କଲେ ସମାଧାନ ହେଇପାରିବ ସେ ପ୍ରସ୍ତାବ ସରକାରଙ୍କୁ ଦେବୁ। ଲାଗୁଛି ଓଡ଼ିଶା କଣ୍ଟ୍ରାକ୍ଟରଙ୍କୁ କାମ ମିଳିବ ବୋଲି ବିଗତ ଦିନରେ ବି ବାହାର କଣ୍ଟ୍ରାକ୍ଟର ଥିଲେ ଏବେ ବି ବାହାର କଣ୍ଟ୍ରାକ୍ଟର ପରିବର୍ତ୍ତନ କିଛି ନାହିଁ ଆପଣଙ୍କ କଥା ଶୁଣାଯିବ ବୋଲି ଆପଣ ଲାଗୁଛି କୁହନ୍ତୁ ବିଗତ ଦିନରେ ଦିଆଯାଉଛି ଏବେ ବି ସେ ଟ୍ରେଣ୍ଡ ଚାଲିଛି କିନ୍ତୁ ଏଭଳି ଭାବରେ ଯେଉଁ ସଚେତନତା ବର୍ତ୍ତମାନ ଆପଣମାନେ ସୃଷ୍ଟି କରିଛନ୍ତି ଏମିତି ମିଟିଂ ହେଇଥିଲା କି ଏମିତି ସବୁ ସିଭିଲ୍ ସୋସାଇଟି କୌଣସି ପ୍ରସ୍ତାବ ଆଜି ପର୍ଯ୍ୟନ୍ତ ଗଭର୍ଣ୍ଣମେଣ୍ଟକୁ ଦେଇଛନ୍ତି ଏ ତ ପ୍ରଥମେ ଦେବେ ତେଣୁ ଦେଲା ପରେ ଆମେ ଭାବୁଛୁ ସରକାର ନିଶ୍ଚିନ୍ତ ଚେତିବେ ନ ଚେତିବେ ପୁଣି ଭୋଗିବେ ନିଶ୍ଚିତ ପରିବର୍ତ୍ତନ ହେବ। ପୁରୁଣା ମିନିଷ୍ଟର ଥିଲେ ପୂର୍ବତନ ମନ୍ତ୍ରୀ ଥିଲେ ଆଉ ପୂର୍ବତନ ମୁଖ୍ୟ ଶାସନ ସଚିବ ଥିଲେ ବହୁତ ଅନ୍ୟାନ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାହେଲା ସେମାନଙ୍କର ମତାମତ ବି ବହୁତ ଆମକୁ ଦେଲେ ଭଲ ମତାମତ ଦେଲେ ଏ ଯେଉଁ ମେଗା ପ୍ରୋଜେକ୍ଟ କେମିତି ବିରୋଧ କରାଯିବ ତା ଏଗନେଷ୍ଟରେ କେମିତି କ'ଣ ଆମର ଛୋଟ ଛୋଟ ଟେଣ୍ଡର ଆମ କଣ୍ଟ୍ରାକ୍ଟର ଭାଇମାନେ କାମ ପାଇବେ ତା ଭିତରେ ସବୁ ଆମେ ବହୁତ ତର୍ଜମା ହେଲା ଆଉ ଆଗକୁ ଆମେ ଏଇଟାକୁ ଆଗେଇକିଣି ଚାଲିବୁ ଯେପର୍ଯ୍ୟନ୍ତ ଆମ ଓଡ଼ିଆ କଣ୍ଟ୍ରାକ୍ଟରମାନେ କାମ ନ ପାଇଛନ୍ତି ସେ ପର୍ଯ୍ୟନ୍ତ ଆମର ଏ ଅଭିଯାନ ଚାଲୁ ରହିବ ଆଉ ଆମ କତିରେ ସବୁ ଦକ୍ଷତା ଅଛି ଆମେ ସବୁ ପ୍ରକାର କାମ କରିପାରିବୁ ଓଡ଼ିଶାର ଲୋକମାନେ ଯେଉଁ କାମ ସବୁ ହେଉଛି ବାହାରୁ ଆସୁଛି ଅଲ୍ଟରନେଟିଭ୍ ଆମେ ସେଇଟା ସବ୍ କଣ୍ଟ୍ରାକ୍ଟର ଆମ ଓଡ଼ିଶା ଲୋକମାନେ କରୁଛନ୍ତି କିନ୍ତୁ ଡାଇରେକ୍ଟ ବି କରିପାରିବେ ଯଦି ସେଇଟା ଛୋଟ ଛୋଟ ଭାଗ ହେଇକିଣି କରାହେବ ଆମର ଯେଉଁ ସିଓ ପ୍ରଦୀପ୍ତ ସ୍ୱାଇଁ କହିଲେ ସେ ଭଲ କଥା କହିଲେ ସବୁ ଏଇ କାମ ଗୁଡ଼ା ଗୋଟେ ମେଗା ପ୍ରୋଜେକ୍ଟ ନ କରି ଛୋଟ ଛୋଟ କରିହେବ ଜଣେ ଓଭରହେଡ୍ ଟାଙ୍କି କଲେ ଆଉ ଜଣେ ପାଇପ୍ ଲାଇନ୍ ପକାଇବ ଆଉ ଜଣେ ଇଣ୍ଟେକ୍ ୱେଲ୍ କରିବ ଆଉ ଜଣେ ପମ୍ପ ହାଉସ୍ ସିଭିଲ୍ ୱାର୍କ କରିବ ସବୁ କରି ହେଇଯିବ କିନ୍ତୁ ଏଇଟା ମନୋଭାବ ଦରକାର ସରକାରଙ୍କର ମନୋଭାବ ଦରକାର ଆଉ ଆମର ଇଞ୍ଜିନିୟର ମାନେ ଯେଉଁ ଉଚ୍ଚସ୍ଥ ଉପରସ୍ଥ ଇଞ୍ଜିନିୟର ମାନେ ଅଛନ୍ତି ସେମାନେ ଆଧାରେ ସଜେସନ୍ ଦେବା ଦରକାର ଗଭର୍ଣ୍ଣମେଣ୍ଟକୁ ଆଉ ଓଡ଼ିଶାର କାମ ଓଡ଼ିଶାର ଡେଭଲପମେଣ୍ଟ ଆମ ଓଡ଼ିଶା ଲୋକମାନେ କରିବା ଦରକାର ବାହାରୁ ଆସିଲେ ଆମେ ଯେମିତି ଓଡ଼ିଶାରେ କାମ କରି ବାହାର ଲୋକମାନେ ସେମାନେ ସେତିକି ରେସ୍ପନ୍ସିବିଲିଟି ନେଇ କ'ଣ କରିପାରିବେ ତେଣୁକରି ଆମେ ଆମ କାମଟା ଯେମିତି ସୁରକ୍ଷିତ ଭାବରେ କରିବା ଠିକ୍ ଭାବରେ କରିବା ସେମାନେ ଆସିକିନି 2.5 ଦିନ ପାଇଁ ଆସିବେ କାମ ସାରି ତାଙ୍କର କ୍ରିମ୍ ନେଇ ପଳାଇବେ ଆଉ ମୁଖ୍ୟ କାମ ଗୁଡ଼ା ଯଦି ସେମାନେ କରିଦେବେ ଆମ ଓଡ଼ିଶାର କଣ୍ଟ୍ରାକ୍ଟର ମାନେ ବହୁତ କମ୍ କାମ ରହୁଛି ଯେଉଁଟାକି 14.99 ବାଧ୍ୟ ହେଉଛନ୍ତି କାମ ନେବା ପାଇଁ ଆଉ କାମ ନ ପାଇଲେ କ'ଣ କରିବେ କିନ୍ତୁ ଲାଭ ହଉ ନ ହଉ ସେମାନଙ୍କର ପରିବାର ଏଇ ଯେଉଁ ଲୋକ ବାକ ଅଛନ୍ତି ସେମାନଙ୍କୁ ୟୁଟିଲାଇଜ୍ କରିବେ ନା ସେଥିଲାଗି ଆମେ ବାଧ୍ୟ ହେଉଛୁ 14.9ରେ କାମ କରିବା ଆଉ ସେଇଟା ବି ଆମେ ବିରୋଧ କରୁଛୁ ଆମର ଏଷ୍ଟିମେଟ୍ ବହୁତ ଆମର ଯେଉଁ କରାହେଉଛି ସିଡ୍ୟୁଲ୍ ଅଫ୍ ରେଟ୍ ବହୁତ ପୁରୁଣା ସିଡ୍ୟୁଲ୍ ଅଫ୍ ରେଟ୍ ଅଛି ତାକୁ କୌଣସି ଚେଞ୍ଜ କରାହେଉନି ଯେମିତି ଆମର ପୂର୍ବତନ ମନ୍ତ୍ରୀ କହିଲେ ଏଠି ଗୋଟେ କଥା କହିଲେ ଏବେ ଆଗେ ବି ଥିଲା ଆମର ଯେଉଁ ଇଷ୍ଟ ଇଣ୍ଡିଆ କମ୍ପାନୀ ଥିଲା ତା ଦେହରେ ଦଲାଲ ଥିଲେ ଏଠି ବି ଆମର ଏଠି ଯେଉଁ ଶାସନ ଚାଲିଛି ସେଥିରେ ବି ଆମର ଯେଉଁ ବାହାର କଣ୍ଟ୍ରାକ୍ଟର ଅଛନ୍ତି ତା ଦେହରେ ବି ଆମ ଓଡ଼ିଶାର ଦଲାଲ ଅଛନ୍ତି ତେଣୁକରି ସେଗୁଡ଼ାକୁ ଆମେ ବିରୋଧ କରିବା ପାଇଁ ହେବ ତା ପାଇଁ ଆଗାମୀ କାର୍ଯ୍ୟକ୍ରମ କେମିତି କ'ଣ ଆମେ କରାଯିବ ଆମେ ସେଇଟାକୁ ଜାରି ରଖିବୁ ଆଉ ଯେମିତି ଆମର ଓଡ଼ିଆ କଣ୍ଟ୍ରାକ୍ଟରମାନଙ୍କର ବେନିଫିଟ୍ ହେବ ଓଡ଼ିଶାର ବେନିଫିଟ୍ ହେବ ତା ନେଇକି ଆମେ ସେଇ ଉଦ୍ଦେଶ୍ୟରେ ଆମେ ଆଗକୁ ଏ କାର୍ଯ୍ୟକ୍ରମଟା ଜାରି ରଖିବୁ।